ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓକୁ ସ୍ୱାଗତ। ଆଜି ଆପଣମାନେ ମୟୂରଭଞ୍ଜର ବାରିପଦା ସହରରେ ଥିବା ରାଜାଙ୍କର ପ୍ରାସାଦ ଏବଂ ତା ପାଖରେ ଥିବା ରାଧାମୋହନ ମନ୍ଦିର ଦେଖେଇବି। ଆସନ୍ତୁ ଏବେ ରାଜା ପ୍ରାସାଦ ଦେଖନ୍ତୁ। ଏହି ରାଜା ପ୍ରାସାଦ କି ସୁନ୍ଦର ହୋଇଅଛି ମୟୂରଭଞ୍ଜର। ଏବେ ରାଧାମୋହନ ମନ୍ଦିରକୁ ଚାଲନ୍ତୁ ଯିବା। ଏହି ରାଧାମୋହନ ମନ୍ଦିର ବହୁତ ପୁରାତନ। ମୟୂରଭଞ୍ଜ ରାଜା ଏହାକୁ କରିଥିଲେ। ଏଠାରେ ଯେଉଁ ଜଗନ୍ନାଥ ମନ୍ଦିର ଅଛି, ଜଗନ୍ନାଥ ଯେତେବେଳେ ରଥଯାତ୍ରା ବେଳେ ମାଉସୀ ମା ଘରକୁ ଆସନ୍ତି, ଏହି ମନ୍ଦିରକୁ ଆସିଥାନ୍ତି ମାଉସୀ ମା ଘର ଭାବେ ଏବଂ ମାଉସୀ ମା ମନ୍ଦିରରେ ରୁହନ୍ତି। ରଥଯାତ୍ରା ତ ଆପଣମାନେ ଦେଖିଥିବେ ସବୁ। ଆସନ୍ତୁ ଭିତରକୁ ଯିବା ଏବଂ ଭିତରେ ପ୍ରଭୁ ଶ୍ରୀ ରାଧାମୋହନଙ୍କୁ ଦର୍ଶନ କରିବା। କି ସୁନ୍ଦର କାରୁକଳାରେ ତିଆରି ହୋଇଛି ଏହି ମନ୍ଦିରଟି। ଆମେ ଭିତରକୁ ଗଲାବେଳେ ଦୁଇ ପାଖରେ ବସିଛନ୍ତି ଭୋଗ ଧରି ବିକୁଛନ୍ତି। ଆସନ୍ତୁ ନନାଙ୍କୁ ପଚାରିବା କେତେ ଏହାର ରେଟ୍ ଅଛି, କେମିତି ସେ ବିକୁଛନ୍ତି। ଭଗବାନଙ୍କୁ ଦର୍ଶନ କରିବା ପୂର୍ବରୁ ପ୍ରସାଦର ଏତେ ବାସ୍ନା ହେଉଥାଏ, ମନ ଆଉ ସେଠାରେ ରହିଲାନି। ନନାଙ୍କୁ ସାଙ୍ଗେ ସାଙ୍ଗେ ପଚାରିଲୁ କେତେ ରେଟ୍। ନନା କହୁଛନ୍ତି 50 ଟଙ୍କା ଅଛି, 30 ଟଙ୍କା ଅଛି। ଖେଚଡ଼ି, ଡାଲମା, ତାରେ ସାଧା ଗୋଟେ ଘାଣ୍ଟ ଏମିତି ଦେଉଛନ୍ତି। ଠାକୁରଙ୍କର ବି ଗୋଟେ ପ୍ରିୟ ଖେଚଡ଼ି। ତାପରେ ଆମେ ବାହାରି ଗଲୁ ଦେଖିବା ପାଇଁ ରାଧାମୋହନ ମନ୍ଦିରକୁ ଏବଂ ରାଧାମୋହନଙ୍କୁ ଦର୍ଶନ କଲା ବେଳେ କି ସୁନ୍ଦର ଦୃଶ୍ୟ ପ୍ରଭୁଙ୍କର ଏ ଆଖି ଝଲସି ଉଠୁଥାଏ। ଆପଣମାନେ ଯଦି କେବେ ବାରିପଦା ଆସିବେ, ବାରିପଦାର ବସ୍ଷ୍ଟାଣ୍ଡ ପୂର୍ବରୁ এই ରାଧାମୋହନ ମନ୍ଦିର ଏବଂ ବାରିପଦା ଷ୍ଟେସନ ପାଖରୁ ମାତ୍ର 1 କିଲୋମିଟର ଭିତରେ ଜଗନ୍ନାଥ ମନ୍ଦିର ଏବଂ 500 ମିଟର ଦୂରରେ ରାଧାମୋହନ ମନ୍ଦିର ଅବସ୍ଥିତ। ଆପଣ ଯଦି ଆସୁଛନ୍ତି ତାହେଲେ ବୁଲି ଯାଆନ୍ତୁ ନା, ପ୍ରଭୁଙ୍କର କୃପା ଲାଭ କରନ୍ତୁ। ବୁଲୁ ବୁଲୁ ଆମ ଆଖି ପଡ଼ିଲା ଶିବ ମନ୍ଦିରରେ। ସେତେବେଳକୁ ସମୟ 11:30 ହୋଇଯାଇଥିବ। ଶିବ ମନ୍ଦିରକୁ ତାଲା ପଡ଼ିଛି। ଏହାର ପରିବେଶ ଅତ୍ୟନ୍ତ ମନୋରମ। 2ଟି ବଉଳ ଗଛ ଏହାର ଆହୁରି